ମଧ୍ୟ ଖୋଳା ହେବା 1200 ବର୍ଷ। ରାଜା ସୋମବଂଶ ଅବସାନ ପରେ ଗଙ୍ଗବଂଶ 1076 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ଅଧିକାର କଲେ। ଷୋଡ଼ଗଙ୍ଗ ହେଉଥିଲେ ଜଣେ ଜ୍ଞାନୀ ସାହିତ୍ୟିକ, ଧର୍ମପରାୟଣ ଏବଂ ଯୋଦ୍ଧା। ସେ ମୋଗଲ ସାମ୍ରାଜ୍ୟକୁ ପତନ କରି 1110 ଖ୍ରୀଷ୍ଟାବ୍ଦରେ ଉତ୍କଳ ଅଧିକାର କଲେ। ଉତ୍କଳ ଅଧିକାର କରି ଭାରତ ବର୍ଷରେ ଉତ୍କଳ ଥିଲା ହିନ୍ଦୁ ରାଷ୍ଟ୍ର। ବୈଷ୍ଣବ ଶୈବ ଧର୍ମର ପ୍ରତୀକ ଭାବରେ ସେ ଶୈବ ମନ୍ଦିର ଏବଂ ବିଷ୍ଣୁ ମନ୍ଦିର ଓଡ଼ିଶାରେ ବହୁ ଜାଗାରେ ନିର୍ମାଣ କରିଛନ୍ତି, ବଡ଼ ବଡ଼ ମନ୍ଦିର। ଆଜି ଆପଣମାନଙ୍କୁ ଦେଖିବାକୁ ମିଳେ ଅଳଗୁମର ଇତିହାସ। ସମ୍ରାଟ ଚୋଳଗଙ୍ଗ ଦେବଙ୍କର କୀର୍ତ୍ତି, ଯେଉଁ ଗନ୍ଧେଶ୍ୱର ଦେବ ମନ୍ଦିର ଆପଣଙ୍କ ଗ୍ରାମରେ ଐତିହାସିକ ଘଟଣାବଳୀ କହିଲେ ତ ବହୁତ କିଛି ଅଛି। ଏ ଥିଲା ଚୋଳଗଙ୍ଗ ଦେବଙ୍କର ଗଡ଼ ଖାଇ। ଏଠି ସୈନ୍ୟମାନେ ରହୁଥିଲେ। ଅଳଗୁମ ବୋଲି କିଛି ଗାଁ ନଥିଲା। ଏ ଥିଲା ଜଙ୍ଗଲ, ଶାଳ ଜଙ୍ଗଲ। ଉଦାହରଣ ସ୍ୱରୂପ ମୁଁ ଦେଖିଛି ଯେଉଁଠାରେ ସନାତନ ବିଶ୍ୱାଳ ଘର କରିଛନ୍ତି ସେଠାରେ ଆରଆଇ ଅଫିସ ପାଖରେ ଗୋଟିଏ କୂଅ ଖୋଳାଗଲା, ପ୍ରାୟ 30 ଫୁଟ ଖାଲ। ତା ଭିତରୁ ଶାଳ କାଠ, ମହାଦୃଢ଼ ଶାଳ କାଠ ବାହାରେ। ଏହାର ଉଦାହରଣ ହେଉଛି ଥିଲା ଶାଳ ଜଙ୍ଗଲ। ଶାଳ ଜଙ୍ଗଲ କଟାଯାଇ କୋଣାର୍କ ରତ୍ନଚେରା ନଦୀ ଖୋଳାଗଲା। ରାଜା ଚୋଡ଼ଗଙ୍ଗ ଦେବ ସେଠାରେ ଛାଉଣି ପକାଇଲେ। ତାଙ୍କର ସୈନ୍ୟ ସାମନ୍ତ ବର୍ତ୍ତମାନ ଡଙ୍ଗାରେ ପଥର ବୋହି ଆଣି ବଡ଼ ପୋଖରୀ ଡଙ୍ଗାର ଥିଲା ରହଣୀ ସ୍ଥଳ। ସେଇ ପଥର ଦ୍ୱାରା ହିଁ ଆସ୍ତେ ଆସ୍ତେ ମନ୍ଦିର ତିଆରି କରାଗଲା। ପୋଖରୀରୁ ମାଟି ଖୋଳାଯାଇ ଆସ୍ତେ ଆସ୍ତେ ପୋତାଗଲା। ସେତେବେଳେ କୌଣସି ଯନ୍ତ୍ରର ଉଦ୍ଭାବନ ନଥିଲା ପଥର ଟେକିବା ପାଇଁ। ଏ ହେଉଛି ଐତିହାସିକ ଘଟଣା। ଆଜି ଆପଣମାନେ ଗୋପାଳଜୀଉ ମନ୍ଦିର ଦେଖୁଛନ୍ତି, ସେ ବେଶୀ ଦିନ ତଳେ ଅଳ୍ପ ଦିନ ସେ ମନ୍ଦିର ତୋଳା ହୋଇଛି। ଏ ମନ୍ଦିର ହେଉଛି 1200 ବର୍ଷ, ଅଳ୍ପ ଦିନ ନୁହେଁ। କେତେ ବାଧାବିଘ୍ନ, କେତେ ନୀତି ଅନୀତି ଘଟି ଯାଇଛି, ତଥାପି ମନ୍ଦିର ରହିଛି। ମନ୍ଦିର 1200 ଭିତରେ ମାତ୍ର ଥରେ ମାତ୍ର ମୁଁ ଦେଖିଛି ତା ପୁନରୁଦ୍ଧାର ହୋଇଛି। ସେ ମନ୍ଦିରରେ ବରଗଛ, ଆଛୁ ଗଛ, ବିଭିନ୍ନ ପ୍ରକାର ଗଛ, ମହାଦୃଢ଼ ଗଛ ରହି ମନ୍ଦିର ଫାଟି ପଥର ପଡ଼ିଥିଲା। ଏ ବୋଧେ 30 ବର୍ଷ ତଳର କଥା। ସେ ମନ୍ଦିର ପୁନରୁଦ୍ଧାର ହୋଇଛି। ଆଜି ଆମର ଗର୍ବ କରିବାର କଥା, ଏ ଗଙ୍ଗାତ ସାହି ଏକ କ୍ଷତ୍ରିୟ ବଂଶଧର। ଏ ଅଳଗୁମରେ ଏ ଖଣ୍ଡାୟତ ସେମାନଙ୍କର ନୀତି ନିୟମ, ଖଣ୍ଡା ପୂଜା, ଢାଲ, ତରବାରୀ, ପାଇକ ଖେଳ ମଧ୍ୟ ଆଜି ସୁଦ୍ଧା ଜୀବିତ ଅଛି। ଆଉ ଗୋଟେ କଥା ମୁଁ କହିବାକୁ ଯାଉଛି, ଏ ସାନ୍ତରା ପରିବାର ସେ ଓଡ଼ିଶାକୁ ଯେତେବେଳେ 1000 ବ୍ରାହ୍ମଣ ପରିବାର ଆସିଥିଲେ, ସେଥିରୁ ସେ 4ଟି ପରିବାରକୁ ଆଣି ବସନ୍ତମାଳାରେ ସ୍ଥାପନ କରିଛନ୍ତି, ଯାହା ଜନଶ୍ରୁତିରୁ ଜଣାଯାଏ। ସେ ବର୍ତ୍ତମାନ 4 ଘର ଯାଇ 8 ଘର ହେଲାଣି। ଅଳଗୁମରେ ନୈଷ୍ଠିକ ବ୍ରାହ୍ମଣ କେହି ନାହାନ୍ତି। କେବଳ ବସନ୍ତମାଳାର 4 ଘର ଆଜି ସେ 8 ଘରରେ ପରିଣତ ହୋଇଛି। ଏ ହେଉଛି ସାନ୍ତରା ବଂଶର କୀର୍ତ୍ତି। ମୁଁ ଏବେ 2 ମାସ ତଳେ ବସନ୍ତମାଳାରୁ ବୁଝୁଥିଲି, ତମେ ଶାସନ ବ୍ରାହ୍ମଣ କେମିତି ହେଲ? ନା, ଆମକୁ ସାନ୍ତରା ଘରର ପୂର୍ବ ବଂଶର ଆଣିକି ଏଠାରେ ସ୍ଥାପନ କରିଛନ୍ତି। ଯାହା ହେଉ, ଆଜି ଦେଉଳ କଥା ମୁଁ ନିଜେ କହିବାକୁ ଯାଉଛି। କହିଯାଉଛି ତ ବହୁତ କଥା। ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିର ତିଆରି କରିବା, ରାଜା ଚୋଡ଼ଗଙ୍ଗ ଦେବ ମନ୍ଦିର ତିଆରି କରିବା।
କରିବା ଭିତରେ ପାର୍ଥକ୍ୟ ଇତିହାସ କହେ ଚୋଳଗମ ଦେବ ଏବଂ ସଂସ୍କୃତ କହେ ଇନ୍ଦ୍ରଦମ୍ନ। ସେ ଯେତେବେଳେ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ନାରଦଙ୍କୁ ନେଇ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ, ବ୍ରହ୍ମା ଆସିଲା ବେଳକୁ କେତେ ଲୋକ ହଜି ମରିଗଲେଣି। ସେତେବେଳେ ମନ୍ଦିର ରହିଛି, ମନ୍ଦିର ପ୍ରତିଷ୍ଠା କଲେ। ଇନ୍ଦ୍ରଦମ୍ନଙ୍କୁ ନାରଦ ପଚାରିଲେ, ଯେ ବ୍ରହ୍ମା ପଚାରିଲେ, ଇନ୍ଦ୍ରଦମ୍ନ କଣ କୋଉଠି ବର ମାଗୁଛ ମାଗ? ନା ମୁଁ ଏଇ ବର ମତେ ଦିଅନ୍ତୁ, ମୋ ବଂଶ ନିବଂଶ ହେଇଯାଉ। ଏଠି ବଡ ବର କାହିଁକି ମାଗିଲେ ବୋଲି ଚାହିଁଥିଲେ ସବୁ କିଛି ଦେଇପାରିଥାନ୍ତି। ସେ ବର ମାଗିଥିଲେ। ଆଜିକାର ଦିନରେ ଆପଣ ମାନେ ଦେଖିଲେ ଏଇ ଅଳଗୁଣ କଥା। ଆଜି ସେମାନେ କହୁଛନ୍ତି ମନ୍ଦିର ଆମର, ଏ ବାଇଶି ଆମର, ଏଠାରେ କେହି ପ୍ରବେଶ କରିପାରିବେ ନାହିଁ। ଏ ଓଡ଼ିଶାର 4.5 କୋଟି ଯୋଗୀମାଙ୍କର ମନ୍ଦିର, କାହାକୁ ବାରଣ ନାହିଁ। ଯେ ଯୋଉଠି ଆସିକି ସେଠି ପୂଜା କରିପାରିବ, ଦର୍ଶନ କରିପାରିବ। ଆଜି ଏମାନେ କହୁଛନ୍ତି ଆମର ମନ୍ଦିର, ଆମର ଦେଉଳ, ଆମର 22 ଗୁଣ୍ଠୁ, ଏପର୍ଯ୍ୟନ୍ତ ସଭ୍ୟତାରେ ନିମ୍ନରେ ଅଛନ୍ତି। ମୁଁ ଆଉ ବିଶେଷ କିଛି କହୁନାହିଁ, କହିଲେ ତ ବହୁତ କିଛି କଥା ଅଛି, କହି ହେଉନାହିଁ, ସମୟ ଅଳ୍ପ। ମୁଁ ସର୍ବଶେଷରେ ଗ୍ରାମବାସୀ ମଧ୍ୟ ଧନ୍ୟବାଦ ଦଉଛି। ଆଜି ଏଇ ଜାଗାରେ এই বোধ 15 ବର୍ଷ ତଳେ এই ଜାଗାରେ ଭୀମସେନ ବିଶ୍ୱାଳ, ରବି ସାନ୍ତ୍ରା, এই ସ୍ୱର୍ଗତ ଅଚ୍ୟୁତ ବିଶ୍ୱାଳଙ୍କ ଦ୍ୱାରା ଷ୍ଟେଜ କରାଯାଇଥିଲା। ମୁଁ এই ଭାଷଣ ଦେଇଥିଲି। ଆଜି ମନେ ପଡ଼େ ସେଇ କଥା। ଯାହା ହେଉ ମୋର ବକ୍ତବ୍ୟ ଯେତିକି କହି ଆମର ରାଜବାଟୀ ଇନଷ୍ଟିଚ୍ୟୁଟ ୱେଲଫେୟାର ଫାଉଣ୍ଡେସନର ଡାଇରେକ୍ଟର ମହୋଦୟଙ୍କୁ ଅନୁରୋଧ କରୁଛି ସେ ତାଙ୍କର ବକ୍ତବ୍ୟ ପ୍ରଦାନ କରି। जय जगन्नाथ प्रभु माँ जागेश्वरी शेषर देव लोकनाथ एवं खंडायत साईर भगत वासुदेव, माँ जैना देवी, माँ छोटा गोसाई। आज एक ऐतिहासिक एवं पुराण सहित जड़ित तथा उत्कलीय ओडिशा न कलिंग न उत्कलीय परंपरार आलोक दीपावली बा दीपावली अमावास्यार एक हिंदू धर्मर महापर्व भक्त हनुमान भक्त सुदर्शन विश्वाळांकर धर्मपत्नीकर 15 दिन आज स्वर्गारोहण 15 दिन स्मृति सभार जो व्यवस्था करा जायछि से व्यवस्थार सभापति तथा आम अंचल स्वनामधन्य व्यक्तित्व श्रीयुक्त कुलमणि विश्वाल महोदय, समाजसेवी पंचानन भाई महोदय एवं अलगम ग्राम पंचायत नायब सरपंच निरंजन विश्वाल महोदय एवं सुदर्शन भाई, सनातन भाई, गणेश्वर भाई, अक्षय मामू एवं खंडायत साईर समस्त गुरुजन को मोर प्रणाम जनाऊँगी। ये जो खंडायत साई युवक माने रामलीला आयोजन करछंती तांको सेमानको साधुवाद सहित मोर संवेदना मो शुभेच्छा जनाऊँगी। आज आश्विन मासर अमावास्या परदिन ठार जो ये पितृश्राद्ध पालन करा जाउथिला, जो कहुए बड़बड़िया ठारू पिपे ठारू बड़बड़िया निआसा तार आध्यात्मिक बादर कथा हेउछि एमाने श्राद्ध पेका जो आत्मा माने परमात्मा धाम को गमन करती तांको वर्षक थे श्राद्ध दि जाए से माने से आत्मा मर्त्य भुवन को आसती से श्राद्ध नेबापा अंधार आसती अंधार एवं से रही जाती जापारती नहीं कहाँ कौटी जाती गंगा जाती गया जाती गोदावरी जाती काशी जाती एवं रामेश्वर जाती बुली बुली शेष
এই দীপাবଳି ଅମାବାସ୍ୟାକୁ ଶ୍ରୀକ୍ଷେତ୍ର ଧାମକୁ ଆସି 22/5 ଗଡ଼େଇ 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 ମହାପ୍ରସାଦ ଖାଇ ଅମୃତ ଖାଇ ଏବଂ ତାଙ୍କର ଯୋଉ ବଂଶଧର ମାନେ ପୃଥିବୀରେ ଅଛନ୍ତି ସେମାନଙ୍କୁ ଆଶୀର୍ବାଦ କରି ଏମାନେ ବଡ଼ବଡ଼ିଆ ଡାକନ୍ତି ଆଲୁଅ ବଡ଼ବଡ଼ିଆ ହେ ଅନ୍ଧାରେ ଆସିକିରି ଆଲୁଅରେ ଯା ସେମାନେ ଆସିଥିଲେ ରାସ୍ତା ପାଉନଥିଲେ ଏ ବଡ଼ବଡ଼ିଆ ଆଲୁଅ ଦେଖେଇବେ ତାଙ୍କର ବଂଶଧର ମାନେ ସେ ଆଲୁଅରେ ଆଜି ସେ ସ୍ୱର୍ଗ ଭବନକୁ ପଳେଇବେ ପୁଣି ବର୍ଷ ଉପରେ ଆସିବେ। ଯାହା ହେଉ ଆମର ହନୁମାନଙ୍କର ଭକ୍ତ ବଜରଙ୍ଗୀ ବାଲିଙ୍କର ଭକ୍ତ ସୁଦର୍ଶନ ବିଶ୍ୱାଳଙ୍କର ଧର୍ମପତ୍ନୀ ଭାଉଜ କଣ ତାଙ୍କ ନା ସୁଭାଷିନୀ ବିଶ୍ୱାଳ ସେ ଆଉ ବିଶେଷ ଇଏ ଭୁବନରେ ବୁଲି ନାହାନ୍ତି ସେ ଗଙ୍ଗା ଗୋଦାବରୀ ରାମେଶ୍ୱର କାଶୀ ହରିଦ୍ୱାର ସବୁ ଗମନ କରିକି ଶେଷକୁ ଶ୍ରୀକ୍ଷେତ୍ର ଧାମକୁ ଆସି ଆଜି ଏ ବଡ଼ ବଡ଼ିଆ ଯୋଉ ଦେଖିଥିଲେ ଖଣ୍ଡାୟତ ସାହିର ଗ୍ରାମବାସୀ ମାନେ ବା ଅଳଗୁଣର ଭାଇମାନେ ସେ ଆଲୋରେ ସେ ସମସ୍ତଙ୍କର ଯୋଉମାନେ ଅବତରଣ କରିଥିଲେ ତାଙ୍କ ସାଙ୍ଗରେ ସ୍ୱର୍ଗାରୋହଣ କରି ତାଙ୍କର ଆତ୍ମାର ସଦ୍ଗତି ହେଇଯାଇଛି। ତେଣୁ ଏ ଗୋଟେ ବଡ଼ ସୌଭାଗ୍ୟର କଥା ଏ ଗୋଟେ ବଡ଼ ଇନସିଡେଣ୍ଟ କଥା ଆଗନ୍ତୁକ କଥା ଇଏ ଆଜିର ଦିନ ପାଇଁକା ତେଣୁ ତାଙ୍କ ଆତ୍ମା ଆଉ ସଦ୍ଗତି ହେଇଯାଇଛି। ଆମେ ଆସିଛୁ ଖାଲି ଭଗବାନଙ୍କ ଭିତରେ ପ୍ରାର୍ଥନା କରିବା ପାଇଁକା। ଯାହା ହେଉ ଇଏ ଗୋଟେ ବଡ଼ ସୌଭାଗ୍ୟର କଥା କାହିଁକି ଗୋଟେ ଘଟଣାଟା ଘଟିଲା ତାଙ୍କ ପାଇଁ ଆଜି ସେ ବହୁତ ବଜରଙ୍ଗୀ ବାଲିଙ୍କର ସେବା କରିଛନ୍ତି ଏବଂ এই যে আজি খন্ডায়ত সাইডে রামলীলা সংস্থা গড়ি উঠিছে তাଙ୍କର ବହୁତ অবদান ଅଛି ସେ ବହୁତ ডেডিকেশন କରିଛନ୍ତି অপতি মামু সুদর্শন ভাই এবং ତାଙ୍କର ଉତ୍ତରାଧିକାରୀ ଭାବେ ଅମୁ ଏରିକା ଏକୁ ସବୁ লিড କରି ନେଇ ଚାଲିଛନ୍ତି। ଯାହା ହେଉ ଆମ ଅଳଗୁଣରେ ଗୋଟେ ଭଲ ସଂସ୍ଥା ରହିଛି ଏବଂ ରହିବ ଏହା ଧାର୍ମିକ ସଂସ୍ଥା ଏହାକୁ ଆମେ ନିଶ୍ଚିତ ଭାବରେ ଆମ ସମାଜ ପାଇଁ ବହୁତ ଆଦରଣୀୟ ଏବଂ ସମାଜକୁ ସୁରକ୍ଷା ଦେବା ପାଇଁ ଏହା ଏକ ଧାର୍ମିକ ସଂସ୍ଥା ଅଟେ। ଆତ୍ମା ତାର ସେ ପରମାତ୍ମା ଦେହକୁ ଗତି କରିବ ଇଏ ଯେଉଁ ଦୀର୍ଘ ଦିନ ହେଲେ ମୁଁ ଶୁଣିଲି ସେ ବହୁତ ସମସ୍ୟା ସହିତ ଯନ୍ତ୍ରଣା ସହିତ ପୀଡ଼ିତ ଥିଲେ ଏବଂ ଏତେ ଦିନ କୌଣସି ରୋଗୀ ରହିବା କଥା ନୁହେଁ ପୁରା ଆଶ୍ଚର୍ଯ୍ୟର କଥା। ଯାହା ହଉ ବହୁତ ଦିନ ରହିଲା ପରେ ସେ ପରମାତ୍ମା ଦେହକୁ ଗତି କରିଛନ୍ତି। ଆମେ ଆଗାମୀ ଦିନରେ ଆମର ଗୋଟେ କାର୍ଯ୍ୟକ୍ରମ ଥିଲା ସିଂହଦ୍ୱାରରେ ଗତ ବର୍ଷ ଗୋଟେ ସାମାଜିକ କାର୍ଯ୍ୟକ୍ରମ ରକ୍ତଦାନ ଶିବିର ଥିଲା ସେଥିରେ ଆମେ ସବୁ ଯାଇକି ଅଳଗୁଣରୁ ସାକ୍ଷୀ ଗୋପାଳଜୀଙ୍କ ମନ୍ଦିର ଆଗରେ ସେ କାର୍ଯ୍ୟକ୍ରମ କରିବା ପରେ ବିରାଟ ବିରୋଧ ଆସିଲା। ସିଧା କହିଲେ ସେ ରେକର୍ଡିଂ ମୋ ପାଖରେ ଅଛି ଆଜି ସୁଦ୍ଧା କହିଲେ ତମେ ଅଳଗୁଣରୁ ଆସିକି ଅଳଗୁଣରେ କରୁନ ଏଠି କାହିଁ ସତ୍ୟବାଦୀରେ କରୁଛ। ମୋ ସରପଞ୍ଚ ମୋର ଅଧୀନରେ ଏ ମନ୍ଦିର ଅଛି ମୋର ପରମିଶନ ଦରକାର ଏଟା ହେଇପାରିବ ନାହିଁ ମଞ୍ଚ ବନ୍ଦ ହେଇଗଲା। ମୁଁ ଡକ୍ଟର ସମିତ ପାତ୍ରଙ୍କୁ ଡାକିଥିଲି ସେଥିରେ ମୁଖ୍ୟ ଅତିଥି କରିକିରି ଜଗନ୍ନାଥଙ୍କର ବଡ଼ ପଣ୍ଡାକୁ ଡାକିଥିଲି ସେ ମୋର ମତେ ଦେଖା ହେଇଥିଲେ ପୁରୀ ଗଜପତି ମହାରାଜ ଜଗନ୍ନାଥ ମହାପ୍ରଭୁଙ୍କ ରାମଚନ୍ଦ୍ର ବଡ଼ପଡ଼ା ସାମନ୍ତ ଲଣ୍ଡନରେ ଜଗନ୍ନାଥ ମନ୍ଦିରରେ ଦେଖା ହେଇଥିଲେ। ମୁଁ ଲଣ୍ଡନରେ ଥିଲି 6 ମାସ ଫଙ୍କସନ ଥିଲା ଓଡ଼ିଆ ସମାଜ ଯୋଉ ସେଠି ଅଛନ୍ତି ଲଣ୍ଡନ ସିଟିରେ ସେମାନେ ଯୋଉ ଜଗନ୍ନାଥ ମନ୍ଦିର କରିଥିଲେ ତାଙ୍କୁ ନିମନ୍ତ୍ରଣ କରିଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ମହୋଦୟ 2 ଜଣ ଯାଇଥିଲେ। ତାଙ୍କ ସହିତ ମୁଁ ଯାଇ ଦେଖା ହେଇଥିଲି ଏବଂ ତାଙ୍କ ସାଙ୍ଗରେ ମୋର ସମ୍ପର୍କର ସୌଭାଗ୍ୟ ସେଇଠି ମିଳିଥିଲା ଏବଂ ଏବେ ସୁଦ୍ଧା ବି ତାଙ୍କ ସାଙ୍ଗରେ ମୋ ସମ୍ପର୍କ ରକ୍ଷା କରି ଡାକିଥିଲି ବଡ଼ପଣ୍ଡାକୁ। ବଡ଼ପଣ୍ଡା ମୋ ଅନୁରୋଧରେ ସତ୍ୟବାଦୀ ଆସି ପହଞ୍ଚିଲେ। ସତ୍ୟବାଦୀରେ ତାଙ୍କର ଯୋଉ ଥିଲା କାର୍ଯ୍ୟକ୍ରମ ପିତ୍ତଳ ଥାଳିରେ ତାଙ୍କର ହଳଦୀ ପାଣିରେ ଗୋଡ଼ ଧୋଇବା ପାଇଁ ସେଠାରେ ବ୍ରାହ୍ମଣ ସମାଜ ବିରୋଧ କଲେ। ଜଣେ ବ୍ରାହ୍ମଣର ରାଜାଙ୍କର ଗଜପତିଙ୍କର ଗୋଡ଼ ଧୁଅନ୍ତି କିଏ ସେ ନା ଯୋଉ 16 ଶାସନ ଲୋକମାନେ ଗଜପତି ହଉଛନ୍ତି ଆମ କ୍ଷତ୍ରିୟ ଜାତିର ପ୍ରତୀକ। ତେଣୁ ଆମେ କ୍ଷତ୍ରିୟ ଜାତିର ଲୋକମାନେ କ୍ଷତ୍ରିୟ ବଂଶଧର ଲୋକମାନେ ଆମେ ବ୍ରାହ୍ମଣର ଗୋଡ଼ ଧୋଇଲୁ କାହିଁକି ନା ଜଗନ୍ନାଥଙ୍କର ସେ ହଉଛନ୍ତି ବଡ଼ ପଣ୍ଡା ଏବଂ ମୁଖ୍ୟ ପୂଜକ। ଗୋପାଳଜୀଙ୍କର ସମସ୍ତ ସେଠି ଯେ ସେବକ ଥିଲେ ସେମାନେ ବିରୋଧ କଲେ ଏଠି କାହିଁକି ତାଙ୍କର ଗୋଡ଼ ଧୁଆ ହଉଛି। ମୁଁ ଇଏ ହଉଛି ଉତ୍କଳୀୟ ସଂସ୍କୃତି ଇଏ ହଉଛି ହିନ୍ଦୁ ଧର୍ମର ପରମ୍ପରା ଇଏ ହଉଛି ସାମାଜିକ କର୍ତ୍ତବ୍ୟ ଏହାକୁ ପାଳନ କରାଯାଉଛି। ଏଥିରେ ଆପଣମାନଙ୍କର କିଛି ଅଭିଯୋଗ ନାହିଁ। ଯଦି ଆପଣମାନଙ୍କୁ ଆମେ ଡାକିଛୁ ଆପଣମାନଙ୍କର ସେବାୟତ ସଂଘରୁ
ସମ୍ପାଦକଙ୍କୁ ଡାକିଛୁ ସେ ଆସିଲେ ନାହିଁ ରାଜନୈତିକ ସମସ୍ୟା ନେଇକି ତାଙ୍କର ମଧ୍ୟ ଏଥିରେ ଗୋଡ଼ ଧୁଆ ହେଇଥାନ୍ତା। ଅତିଥି ଆସିଲେ ଆମ ପୁରୁଣା କାଳିଆ ମତ ଅଛି ଯେ ପାଣି ଢାଳଟେ ଦବା ଏବଂ ତାଙ୍କୁ ଗୋଡ଼ ଧୁଆ ହଉଥିଲା ପିଢ଼ିଆରେ ଥୁଆ ହେଇକିରି ଗାମୁଛାରେ ପୋଛା ହେଇକିରି ମୁଣ୍ଡିଆ ମାରୁଥିଲେ ଏବଂ ମା ମାନେ ବୁଢ଼ା ଆଙ୍ଗୁଠିରୁ ଟିକେ ପାଣି ନେଇକିରି ପାଟିରେ ସେବନ କରୁଥିଲେ। ଇଏ ଥିଲା ଆମର ସମାଜ ସଂସ୍କାର କଥା। ତେଣୁ ସେଇଟା ହିଁ ପ୍ରତିଫଳନ ସବୁଠି ହୁଏ ହେଲା। ଯାହା ହେଉ ଆମେ ଚ୍ୟାଲେଞ୍ଜ କରି ଅଳମଣ୍ଡଳ ଆସିଛୁ ବୋଲି ସେଠି ମିଟିଂ କଲୁ। ପ୍ରଥମ ବ୍ୟାଚରେ 1 ଲକ୍ଷ ଟଙ୍କା ଲସ୍ ହେଇଗଲା, ସମସ୍ତଙ୍କୁ ଆମେ ଆଡଭାନ୍ସ ଦେଇଥିଲୁ। ସେକେଣ୍ଡ ବ୍ୟାଚରେ 1.5 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା, 2.5 ଲକ୍ଷ କମ୍ପ୍ଲିଟ କରିକି ସେ ମିଟିଂ କରିକି ଚ୍ୟାଲେଞ୍ଜ କରି ସେଠି ସତ୍ୟବାଦୀ ଆସିଲୁ। ତାର ପ୍ରତିଫଳନ ଏଇ ବର୍ଷ ଗଲା ବର୍ଷ ନଭେମ୍ବର 8 ତାରିଖରେ ହେଇଥିଲା। ଆମେ 8 ତାରିଖରେ ପୁନର୍ବାର ସେ ସିଂହଦ୍ୱାରରେ ପ୍ରୋଗ୍ରାମ ଆରେଞ୍ଜ କରିଥିଲୁ ଏବଂ ଗଭର୍ଣ୍ଣରଙ୍କୁ ଡାକିଥିଲୁ, ରାଜ୍ୟପାଳଙ୍କୁ ସମ୍ବିତ ପାତ୍ର, ଡକ୍ଟର ସମ୍ବିତ ପାତ୍ର ମହୋଦୟଙ୍କୁ ନେଇ ତାଙ୍କ ସାଙ୍ଗରେ କମିଟମେଣ୍ଟ କରି ଆମର ସରିଥିଲା ଆସିବା ପାଇଁ। ଗଭର୍ଣ୍ଣରଙ୍କ ରିଜାଇନ୍ ଦେଇ ସେ ଝାଡ଼ଖଣ୍ଡ ଫେରୁଛନ୍ତି ପୁନର୍ବାର ମୁଖ୍ୟମନ୍ତ୍ରୀ ବି ଆମ ପ୍ରୋଗ୍ରାମ ଡିଷ୍ଟର୍ବାନ୍ସ ରହିଗଲା ଏବଂ ବଡ଼ ପଣ୍ଡା ମହୋଦୟଙ୍କୁ ଆମେ ବି ନିମନ୍ତ୍ରଣ କରିଥିଲୁ। ସିଏ ଆମକୁ ମତାମତ ଦେଇଥିଲେ ଏବଂ ଆମର ଆପ୍ଲିକେସନରେ ଦସ୍ତଖତ କରି ରିସିପ୍ଟ କପି କରି ରଖିଥିଲେ ଯେ କ'ଣ କରିବୁ, ବଡ଼ ପଣ୍ଡାକୁ ଆମେ ମନା କରିବା ନା ଆସିବାନି ନା ଅଳକଙ୍କୁ ଡାକିଦେବା 8 ତାରିଖରେ ଆପଣମାନେ ସହଯୋଗ କରିବେ, ସେଠି ବୁଲିକି ଯାଉ ସମ୍ବର୍ଦ୍ଧନା ସହିତ ସମସ୍ତ ପଇସା ଆମର ଅନୁଷ୍ଠାନ ଖର୍ଚ୍ଚ କରିବ, ପଇସାର କୌଣସି ପ୍ରକାର ପ୍ରୋବ୍ଲେମ ନାହିଁ, ଆପଣମାନଙ୍କର ସହଯୋଗ ଦରକାର ବୁଝନ୍ତୁ। କିନ୍ତୁ ଆଜିର ସୁଦ୍ଧା ଜଗନ୍ନାଥଙ୍କର ବଡ଼ ପଣ୍ଡା ଅଳକଙ୍କୁ ଆସିନାହାନ୍ତି, ଗଜପତି ରାଜା ଆସିନାହାନ୍ତି। ଗଜପତି ରାଜାଙ୍କୁ ଆମେ ଆପ୍ଲିକେସନ ଦେଇଛୁ, ସେ ରିସିଭ୍ କରିଛନ୍ତି। ଇଲେକ୍ସନ ପଡ଼ିଲା, ବିଦେଶ ପଳେଇଲେ ତାଙ୍କର 2-2ଟା ଏନଜିଓ। ମତେ କହିଲେ ଧୀରେନ୍ଦ୍ର ବାବୁ ବ୍ୟସ୍ତ ହୁଅନ୍ତିନି, ଅଳକୁ ଆମେ ଯିବୁ, ମତେ ଟିକେ ସମୟ ସୁବାଇ ଦିଅନ୍ତୁ ବୁଝନ୍ତୁ। ସେ ଯୋଉ ଲଣ୍ଡନର ସମ୍ପର୍କକୁ ମତେ ସେ ଧୀରେନ୍ଦ୍ର ବାବୁ ଡାକିଲେ, ମୁଁ କିନ୍ତୁ ତାଙ୍କ ପାଖରେ ଧୀରେନ୍ଦ୍ର ବାବୁର ଯୋଗ୍ୟ ନଥିଲି। ମୁଁ କହିଲି ଯାହା ହଉ, ଯୋଉ କହନ୍ତିନି ବାପା ମାଆର ସୌଭାଗ୍ୟରେ ଯାହା ହଉ ଟିକେ ସମ୍ମାନ ମିଳିଲା। ଗଜପତି ମଧ୍ୟ ଅଳକୁ ଆସିବେ, ତାଙ୍କର ଫଳକ ଲାଗିବ। 8 ତାରିଖରେ ଆପଣମାନେ ଟିକେ ସହଯୋଗ କରିବେ, ବଡ଼ ପଣ୍ଡାକୁ ଆଣିବା ନା ତାକୁ କ୍ୟାନସଲ କରିଦେବା, କ୍ୟାନସଲ କରିବା ନା ଆଣିବା। କିନ୍ତୁ ସମସ୍ତ ମାନଙ୍କର ଟିକେ ଭାଇମାନଙ୍କର ସହଯୋଗ ଆମକୁ ଦରକାର। 8 ତାରିଖରେ ମହାରାଜା ଆସିବେ, ସେଠିକି ସଂକୀର୍ତ୍ତନ ଦେଖି ତା ପାଇଁ ମଞ୍ଚ କରିବା। ଖାଇବା ପିଇବା ବ୍ୟବସ୍ଥା ଆମେ ଟିକେ କ୍ୟାନସଲ କରୁଥିଲୁ, ପଚାରିଥିଲୁ ସମସ୍ତେ ସେଠି ରୁଦ୍ରାଭିଷେକ ହଉଛି, ଯଦି ଖାଇବା ପିଇବାର ବ୍ୟବସ୍ଥା ହେବ ପୁଣି ସେ ସଫାସୁତୁରା କରିଛନ୍ତି, ଚକଟା ଚକଟି ହେଇଯିବ, ତାକୁ ଧୁଆ ଧୁଇ କଲାର ଅସୁବିଧା ହେବ। ଖାଦ୍ୟ ପେୟ ଅବସ୍ଥା ବନ୍ଦ କରିବା, ମିଟିଂ କରିବା, ମିଟିଂ କରି ତାକୁ ସମ୍ବୋଧନ କରି ଛାଡ଼ିବା, ଯାହା ଜଳଖିଆ ପତ୍ର ଟିକେ କରିବା। ଇଏ ଗୋଟେ ହଉଛି ଅଳଗୋଳ ପାଇଁ ସୌଭାଗ୍ୟ କଥା। ଦ୍ୱିତୀୟ କଥା ହଉଛି ଆମେ ବହୁତ ଆପ୍ରାଣ ଉଦ୍ୟମ କରିଛୁ ଗୋଟେ ଭଲ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ କରିବା ପାଇଁ। ପଇସାର କିଛି ଅଭାବ ନାହିଁ, ଆମେ ଅଭାବରେ ଅଛୁ। 100 ଟଙ୍କା ଦରକାର ହଉଛି, ଭାଇ ଦେଇଥାଅ ମୁଁ କାଲି ଦେବି। ତାଙ୍କର କିଛି ଦରକାର ହଉଛି, ଭାଇ ଦେଇଥାଅ। ଆମେ ଏ ସମାଜ ଭିତରେ ଅଛୁ, ରହିବ ଅଭାବରେ। କିନ୍ତୁ 500 କୋଟି 1000 କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁକା, ଅନୁଷ୍ଠାନ ପାଇଁକା ବିଦେଶର ପଇସା କିଛି ଆବଶ୍ୟକ ନାହିଁ, କିଛି ଅସୁବିଧା ନାହିଁ। ଆବଶ୍ୟକ ଭୁଲ କହିଲି। ମୁଁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭେଟିଲି, ମୁଁ କହିଲି ସାର୍ ଟାଟା ଆମର ଅଡିଟ୍ ରିପୋର୍ଟ ହେଇନି, ଟାଟା ହଉଛି 10 କୋଟି ଟଙ୍କା ଦବ ଆମକୁ, ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ, ଆପଣ କିଛି ରଖିକିରି ଆମକୁ ଦେବେ, ଆମ ଆକାଉଣ୍ଟକୁ ଡାଇରେକ୍ଟ ଆସିପାରିବନି ପଇସା, କ'ଣ କରିବା? ଅଚ୍ୟୁତ ସାମନ୍ତ କହିଲେ ଦେଖନ୍ତୁ ଧୀରେନ୍ଦ୍ର ବାବୁ, ମୁଁ ବାହାରିଛି ଦିଲ୍ଲୀ, ଫ୍ଲାଇଟ୍ ଟାଇମ୍ ହେଲାଣି, ପଛରେ କଥା ହେବା। କହିଲେ 1000 କୋଟି ଟଙ୍କା ମୋ ଆକାଉଣ୍ଟ କୁଆଡ଼େ କୋଉଠି ପଡ଼ିଛି ମୁଁ ଦେଖି ନାହିଁ। ଅଚ୍ୟୁତ ସାମନ୍ତ କହିଲେ 1000 କୋଟି ଟଙ୍କା ଆମ ଭାରତ ସରକାରଙ୍କର ନୁହଁ, ଆମ ଓଡ଼ିଶା ସରକାରଙ୍କର ନୁହଁ, ସେ ହଉଛି ବିଦେଶ ପଇସା। ଅଚ୍ୟୁତ ସାମନ୍ତ ମହାରାଜ ଯାଆନ୍ତି ଖଣ୍ଡେ ପୁରୁଣା ସାର୍ଟ ପିନ୍ଧିକିରି, ଡକ୍ଟରେଟ ଉପାଧି ତାଙ୍କୁ ଦେଲେ ହଉଛି କିଏ ସେନା ଉତ୍କଳ ୟୁନିଭର୍ସିଟି, ସେ ଆଣୁଛନ୍ତି ପଇସା। ଆମ ଅଞ୍ଚଳରେ କିଛି କରିବା ପାଇଁ ଭାବନା କରିଛୁ, ସାହସ କରିଛୁ। ମୁଁ 17ଟା କଣ୍ଟ୍ରି, ମୋ ବାପାର ଆଶୀର୍ବାଦ, ମା ଜାଗୁଳେର କରୁଣାରେ ମୁଁ 17 କଣ୍ଟ୍ରି ବୁଲିକିରି ମୋର ବେଶ ମୁଁ ଠିକ କରିଛି, ଆଣିବି ପଇସା 500 କୋଟି ଟଙ୍କା ଆଣିବି, ଗୋଟେ ମେଡିକାଲ କରିବା, କଲେଜ କରିବା। କାଣ୍ଡବଦା ଯାଉଛନ୍ତି ଅଳକୁ ମୋର ପିଲାମାନେ ପଢିବାକୁ, ଯୋଉ ଜାଗେଶ୍ୱରୀ ବିଦ୍ୟାପୀଠକୁ ସେମାନେ ଆସୁଥିଲେ ପଢିବାକୁ। ଇଏ ରିଭର୍ସ ହେଇଗଲା। ଅଳକୁ ମୋର ଯୋଉ ଇଏ ଥିଲା ରେପୁଟେସନ, ଇଏ ରିଭର୍ସ ହେଇଗଲା। ତାକୁ ଫେରେଇ ଆଣିବା, ଗୋଟେ ଅନୁଷ୍ଠାନ, ଗୋଟେ କଲେଜ ହବ, ଗୋଟେ ମେଡିକାଲ ହବ। ଜାଗା ଏଠି ଆମର ମିଳିଲା ନାହିଁ, ଆମେ ଚୁରାଳିରେ ନେଇଛୁ ଜାଗା, 12 ଏକର ଜାଗା ନେଇକିରି
सब आम इनफ्रास्ट्रक्चर रेडी करी ऑडिट रिपोर्ट आमर चली प्रोसेस चली 20 लाख टका मो दरमा पैसा मु खर्च करी 20 लाख आपण माने विश्वास करिबेनी केते प्रकार कार्यक्रम होछि पंचनन भाई कुलमणि भाई ए समाज जोग दउछि मोर कहबार कथा आज स्मृति सभा भाई माने अछंती मते सुजोग मिलला आमे किछ करिया पे गोटे कमिटमेंट नै छु भावना नै छु निश्चित करी समस्त को आशीर्वाद ये दरकार एवं अळगुमुर गोटे ना आज गोटे महाविद्यालय नहीं गोटे मेडिकल नहीं मेडिकल थिले भी सेठी के जाउ ना आदि ओम प्रकाश मिश्र सुजना कहथिली मु कहले आज्ञा मेडिकल के देखो जो बसनमाला मीटिंग रे स्वास्थ्य शिक्षा रे बहुत विपर्यस्त होईची बेसिक स्कूल देखंतु महात्मा गांधी जेतेबेले मौलिक शिक्षार प्रसार प्रचार करथिले पुरी जिल्ला रे 4टा जगह को सिलेक्शन करथिले मेंढासाल पुरी अळगुमु आउ कोटा गोटे पुरी अळगुमु मेंढासाल राजसोनाखला 4टा जगह देखो तो आज्ञा महात्मा गांधी का नजर रे अळगुमु थिला बेसिक स्कूल हेतले आटी ना बेसिक मौलिक रहिला ना ता एनवायरनमेंट रहिला ना परिस्थिति रहिला सभापति बारिया पड़ी किछि डेवलपमेंट नाही मो हिसाब रे का विरोध रे कोनी मु ताको विधायक कहली मु कहले आदर्श स्कूल सरकार करछंती ये जो मौलिक विद्यालय था आको गोटे आदर्श मौलिक विद्यालय परिणत करा जो आपण ना हां धीरेन भाई हमर नजर अछि हम करबु जाले किछि करियो बोली आशा प्रकाश करा अछि से ताको विचार एवं ताकर धर्म ए भया बहुत अधपतने पड़िछि जे गर्ल्स हाई स्कूल नाही कॉलेज नहीं बैंक भी नहीं बैंक हवा कथा आगे इंदीपुर बाजार उठिला सुकोल बाजार उठिला सुकोल रे एटीएम इंदीपुर रे एटीएम अभयपुर रे एटीएम एटी नरेंद्रपुर बाजार हेला चारि कोटे हेला और मोरे किछि नाही गोटे बैंक नाही कि किछि नाही ताको जो माने थिले जे माने हाई स्कूल करिथिले जो माने देशवाला थिले जो मंदिर रे परिचालना करथिले समस्त से सब आ समाने पर जो जोश थिला समाने पर गां प्रति जो भावना थिला जो डेडिकेशन थिला आमान पाखे नाही आमाने पैसा अभाव घर करिबा कार करिबा बिल्डिंग करिबा ए सब काम रे आमे व्यस्त सरपंच होबा नोमिनी होबा राजनीति रे व्यस्त एवं निज काम करिबारे व्यस्त जाओ जो माने भी राजनीति करू सी गोटे गोटे अनुष्ठान ठिया करतु कि जण गोटे बैंक आनु कि गोटे कॉलेज करू जा सीट सेंटर ता पळेला सनातन भाई आपण को समय जानते जो सब धान सीट्स दिया होता बियन सब से कपला बस पड़े से पड़े जो पड़े जाउछ पुनर्जार होबा दरकार ये गां रो ऐतिह्य रहबा दरकार ये गां रो मुख्य भूमिका हमरो बहुत बड़ा से बाटले पड़ा दुटी बड़ गां ए मानकर पूरा सहयोग डेवलपमेंट रहइबो तम पछरे जेना से हिसाब पड़ा हम अछु तम संगे हम बाटले पड़ा पछरे अछु खणी से पछरे दिसना पड़ा अछु आमे चारिटी गां मिसिले यार डेवलपमेंट आउ के देखि परिबे अन्य माने पळै आसी ठीक भावना करियो दरकार जागुड़ी रही गलेनी कोठी की ना जीपुर से गोटे दूरे गला जो अलंग्राम गड़ थिला गोटे गड़ रे खंडायत क्षेत्रीय लोकर आवश्यकता अछि एवं वैश्य शूद्रर आवश्यकता अछि एवं ब्राह्मण शासनर आवश्यकता अछि से औषधि ब्राह्मण शासन होछि जीपुर देखंतु एमिति गोटे गां अछि सब जातिर व्यवस्था रखा है महाराज मंदिर गढ़ी सब करि जाइते आज जे भावना करछथि मंदिर हमर जे हमें आबितर किछि करै दबनु ये से भूल करछथि ताको रेकॉर्ड से देखंतु गतेश्वरकर जमी गतेश्वरकर घर बाड़ी रो पटा सब गतेश्वर देवकर फंजी थिला कि तमे करि नथिला तम पूर्व पुरुष करि नथिला तमे बहुत डर ए गां को आज से डर नाही तेणु से भावना तमर खेती करने संगे संगे गाँव ऐतिह्य संस्कृति संपर्क सामाजिक जिनस को आज तलक सब बाहर दरकार एकत्रित हो भावना रखा दरकार जहाँ आज ये जो शुभ दीपावली रे जो आलोक माँ से स्वर्गारोहण कर तेणु से आम पुणी पुनर्बार जगन्नाथ पाखे 33 कोटी देवता पाखे प्रणाम कर हृदय श्रद्धांजलि ज्ञापन कर सदगति से परमात्मा देहरे मिशि जातु परमात्मा कर्तव्य कर चलतु मुझे मो वक्तव्य सांग कर रोचे आ गोटे कथा रहा ये गोटे ब्यानर लगे पारे मत सुदीप भाई जी आगुरी कहते मो ब्यानर मोर कोणासर जो पॉपुलर फ्लेक्स हम कर्मांचल काम करू जो भाई मान किसी कार्यक्रम होची सुदर कि बसिकिया जदि करि पर नांते आर्थिक किसी असुविधा होची ए आदर्श को गोटे फोन कर देबे से चैनल अपन ना
ये भेजले बने के मागना रे आपको दे दो कि सेवा हमर मोर बना के कर दे थांती कम से कम फोटो उठा के मिनट रह जाता जाओ जय जमुनाथ जय माता जागेश्वरी मोर मोर से